शुभ सकाळ समस्त मोर नमस्कार। तो आशा करছি ଆପଣ ମାନେ ଭଲରେ ଥିବେ, ଆମେ ବି ଭଲରେ ଅଛୁ। तो ସାଙ୍ଗମାନେ ଭିଡ଼ିଓ ଆମର ଏଇଠୁ ଆରମ୍ଭ ହେଉଛି। ଆରମ୍ଭ କରିବା ପୂର୍ବରୁ ଆପଣମାନେ ଲାଇକ୍ କମେଣ୍ଟ ସେୟାର କରନ୍ତୁ, ଆଉ ଯେଉଁମାନେ ଆମ ଚ୍ୟାନେଲ ନୂଆ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ। ତ ଚାଲନ୍ତୁ ସାଙ୍ଗମାନେ ଆଉ ଗୋଟେ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କୁ ସୂର୍ଯ୍ୟରଞ୍ଜନ ବ୍ଲଗକୁ ସ୍ୱାଗତ କରୁଛି। ଆଉ ସାଙ୍ଗମାନେ ମୁଁ ଫାଇନାଲି ଏବେ ଉଠିକି ମୋ ପୁଅ ଧୋଇକି ପଡ଼ିଆଡ଼େ ଏବେ ଭିଡ଼ିଓ କରୁଛି। ଆଉ ଆମର ଏଇ ପାଖାପାଖି ଆମର ଏଇଗା ହଳ କରୁଛନ୍ତି ଲୋକ, ଏଇଗା ରୁଇବେ। ଆମ ପାଖ ବିଲଗା ରୁଇ ନାହାନ୍ତି। ଆମର ତ ସାଙ୍ଗମାନେ ପାଖରେ ବିଲ ନାହିଁ, ବହୁତ ଦୂରିଆ। ଆମର ଖାଲି ଏପଟେ ଘରଟା ହିଁ ଅଛି, କିନ୍ତୁ ବିଲ ବହୁତ ଦୂର ଆମର। କିନ୍ତୁ ଆମେ ମା ପୁଅ ଚାଷବାସ କରୁନୁ, ଆମର ନାହିଁ। ଶ୍ୱଶୁର ଘରେ ଆମକୁ ଦେଇନାହାନ୍ତି ବିଲ ଦେଇନାହାନ୍ତି କି ଯାହା ଗୋଟେ ଜିନିଷ ବି କିଛି ଦେଇନାହାନ୍ତି ହେଲା। ତ ଏବେ ମୁଁ କିଛି ରୋଷେଇ ବି କରିନି, କିଛି ନାହିଁ। ଏବେ ଉଠିଛି, ଆଉ କ'ଣ ବିଲ ଚାଷ କରିବା। ଆଉ ଦେଲେ ତ ଚାଷ କରିବା ସାଙ୍ଗମାନେ, କିଛି ଶ୍ୱଶୁର ଘରର କିଛି ଆମେ ପାଇନେ। ନା ବିଲ ଦେଇଛନ୍ତି, ନା ମୋ ସ୍ୱାମୀର ଭାଗ ଦେଇଛନ୍ତି, ମାନେ ଯାହା ତାର ଜିନିଷ ସବୁ ଥିଲା ସେଇଟା ଦେଇଛନ୍ତି, କିଛି ଦେଇନାହାନ୍ତି। ସେମାନେ ହିଁ ନେଇଛନ୍ତି ସବୁ କିଛି। ଆଉ ମୋ ପାଖରେ କିଛି ନାହିଁ, ମୋ ପାଖରେ ଖାଲି ମୋ ପୁଅ ଅଛି, ଆଉ କିଛି ନାହିଁ। ଆଉ ମୁଁ ବି ସେ ଜିନିଷ ସବୁ ଏତେ ଇଏ କରିନି, ଖାଲି ଯଦି ତାଙ୍କ ଭଲ ପାଇବା ମିଳିଥାନ୍ତା ସେତିକି ହିଁ ମୋତେ ବହୁତ ଖୁସି ଲାଗିଥାନ୍ତା। ତ ସେଇଆ ବି କିଛି ନାହିଁ, ଆଉ କ'ଣ କରିବା। ସେଇଥିପାଇଁ ତ ସାଙ୍ଗମାନେ ବାପ ଘରେ ପଡ଼ି ରହିଛି, ଆଉ କ'ଣ କରିବା। ନହେଲେ କ'ଣ ମାନେ ଏମିତି ଇଏ ଅଛି ଯେ ବାପ ଘରେ ରହିବା। ତ ଚାଲନ୍ତୁ ସାଙ୍ଗମାନେ, ସକାଳୁ ସକାଳୁ ଟିକେ ଶ୍ୱଶୁର ଘରର କଥା ବାହାର କଲି, ଟିକେ ମନେ ପଡ଼ିଲା। ଆଉ ମାନେ ସମସ୍ତେ ଚାଷ କରୁଛନ୍ତି, ମୁଁ ବି ଭାବିଲି ଆମକୁ ଯଦି ଆହୁରି ବିଲ ଦେଇଥାନ୍ତେ, ଜମି ଦେଇଥାନ୍ତେ, ତ ଆମେ ବି ଟିକେ ଚାଷ କରିଥାନ୍ତେ, କେତେ ସୁନ୍ଦର। ସେଥିପାଇଁ ମୁଁ ଟିକେ କହିଲି। ତ ଚାଲନ୍ତୁ ଏବେ ରୋଷେଇ କରିବା। ତ ସାଙ୍ଗମାନେ ଫାଇନାଲି ରୋଷେଇ ହେଇସାରିଲା, ଆଉ ବର୍ତ୍ତମାନ ଭାତ ଖାଇବା। ସାଙ୍ଗମାନେ ଫାଇନାଲି ବାଢ଼ି ସାରିଛି। ଦେଖନ୍ତୁ ସାଙ୍ଗମାନେ ଆମର କ'ଣ ତରକାରୀ ହେଇଛି। ଆମର ଆଳୁ ବିଲାତି ଝୋଳ, ଆଉ ଏଇଠି ଟିକେ ପକେଇଦେଲି ସାଙ୍ଗମାନେ, ମୋ ଗୁଡ଼ ଉପରେ ଢାଳି ହେଇଗଲି, ପୁରା ଗରମ ଗରମ ଗୁଡ଼ଟା ସାଙ୍ଗମାନେ ଟିକେ ଟିକେ ଜଳିଲା। ଆଣିଦେଲି, ପକେଇଦେଲି ସାଙ୍ଗମାନେ ଗୁଡ଼ ଉପରେ ହିଁ। ତ ଚାଲନ୍ତୁ ସାଙ୍ଗମାନେ ଖାଇଦେବା। ତ ସାଙ୍ଗମାନେ ଫାଇନାଲି ମୁଁ ଗାଧେଇକି ଏଇଠି ବସିଥିଲି, ଆଉ ଦେଇକି ଏଇ ଛତୁଟା କୁଡ଼େଇଲି ସାଙ୍ଗମାନେ। ଗୋଟେ ହିଁ ଅଛି, ଆଉ ଦେଖିବି ସେ ଘରେ ଅଛନ୍ତି ନା ନାହିଁ। ଆଉ ଦ୍ୱିପହର ଭାତ ଖାଇନି, ଖାଇବାକୁ ଇଚ୍ଛା ହେଉନି। ମୋ ଦିଦି ସେଇଦିନ ମୁଁ ମାନେ ଯେଉଁ ଗଛରୁ ଆଣିଥିଲେ, ସେଇ ଗଛରୁ ହିଁ ସେମାନେ ଆହୁରି 2 ଦିନ ଯାଇଥିଲେ ଧାନ ରୁଆ। ତ ଫୋନ୍ କରିକି କହିଥିଲି, ପିଜୁଳି ଆଣିଦେଇଛି, ସେ ପିଜୁଳି ଗୁଡ଼ା ଏବେ ଖାଇବା ସାଙ୍ଗମାନେ। ଆଉ ଟିକେ ଛତୁ ଦେଖୁଛି ସାଙ୍ଗମାନେ, ବାକି ସେଇଠି ବସିଥିଲି, ତାହେଲେ ଗୋଟେ ହିଁ ଦେଖିଥିଲି। ଏପଟେ ବାହାରିଛନ୍ତି, କିନ୍ତୁ ଏତେ ବାହାରି ନାହାନ୍ତି। କିନ୍ତୁ ସେଇଟା ହେଉଛି ବାଲି ଛତୁ ଗୁଡ଼ା, ଆଉ ଯେଉଁଟା କୁଢ଼େଇଲି ସେଇଟା ଅଲଗା ଛତୁ। ତ ସାଙ୍ଗମାନେ ସନ୍ଧ୍ୟା ହେଇଗଲା, ଆଉ ବର୍ଷା ମୁଁ ଯାଇଥିଲି ଭାଉଜ ପାଖକୁ, କାଜୁ ଭାଜିଥିଲା, କାଜୁ ମଞ୍ଜି। ତ ଖାଇକି ଆସିକି ବସିଛି। ଏବେ ତ ରୋଷେଇ କରିବିନି ସାଙ୍ଗମାନେ, ମୁଢ଼ି ଅଛିନି, ଆଜି ଶେଷ ହେବ ବୋଧେ। ଆଉ ଆଜି ପର୍ଯ୍ୟନ୍ତ ମୁଢ଼ି ହିଁ ଖାଇବି ରାତିରେ, ସେଥିପାଇଁ ମୁଁ ରୋଷେଇ କରିନି।
ଆଉ ଆସିକି ବସିଛି ସାଙ୍ଗମାନେ ବହୁତ ଗୁଡ଼ାଏ କାଜୁ ଖାଇଲି। ଆମର ତ ଆଉ ଟିକେ ଅଛି, ନହେଲେ ଆମେ ସବୁ ବିକ୍ରି କରି ସାରି ଦେଇଛେ। ସେଇଟା କେବେ ଦିନେ ଭାଜିବା। ଭଲ ଅଛି ନା ଇଏ ହେଇଗଲା, ଖରାପ ହେଇଗଲା। ଆଜି ଦିନ ସାରା ଏକାନି ଅଛି ସାଙ୍ଗମାନେ। ଦିଦି ତ ଯାଇଛନ୍ତି କାମ, ତାଙ୍କର ରୁଆ ଚାଲିଛି। ତ ସାଙ୍ଗମାନେ ଚାଲନ୍ତୁ କ'ଣ ଗୋଟେ ଆଇଟମ୍ କରିବା, ତାପରେ ମୁଢ଼ି ଖାଇଦେବା ଆଉ। ତ ସାଙ୍ଗମାନେ ମୁଁ ଫାଇନାଲି ଖାଇଲି ମୁଢ଼ି ଆଉ ତରକାରୀ ସକାଳର ଥିଲା। ମୁଁ ବିଲାତି ପୋଡ଼ିବି କହିକି ତ ଦେଖିଲି ତରକାରୀଟା ଅଛି ମାନେ ଥିଲା। ତ ମୁଁ ଭାବୁଥିଲି ତରକାରୀ ଗୁଡ଼ା ଖାଇସାରି ଦେଇଥିଲି ନା କ'ଣ, ତାପରେ ପରେ ଦେଖୁଛି ଥିଲା, ଦେଇକି ମୁଁ ଖାଇଲି। ତ ଏବେ ଶୋଇବା ସାଙ୍ଗମାନେ। ଦିଦି ଆଉ ତାଙ୍କ ପୁଅ ଶୋଇଗଲେଣି। ଆଉ ଆଗରୁ ଦିଦି ହିଁ ଶୋଉଥିଲେ, ଏବେ ତାଙ୍କ ପୁଅ ଆଉ ଦିଦି ଶୋଉଛନ୍ତି। ସେମାନେ ବାହାରେ ରୁମ୍ରେ ଶୋଉଛନ୍ତି। ମାନେ ଦୁଇ ଜଣ ଏଇଠି ଅଣ୍ଟିବେନି, ଏଇଠି ଜାଗାଟା କମ୍ ଅଛି ତ ଦୁଇ ଜଣ ଅଣ୍ଟିବେନି। ଆଉ ମୋ ପୁଅଠୁ ତାଙ୍କ ପୁଅ ବଡ଼ ଅଛି, ତ ସେଥିପାଇଁ ସେମାନେ ବାହାରେ ଶୋଉଛନ୍ତି। ବାହାରେ ନେଇ ବାହାର ରୁମ୍ରେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଆପଣଙ୍କର ମତାମତ ଦେବେ, ଲାଇକ୍ କମେଣ୍ଟ ସେୟାର କରନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ କରନ୍ତୁ, ଆଉ ଆମକୁ ଟିକେ ସପୋର୍ଟ କରନ୍ତୁ ସାଙ୍ଗମାନେ। ତ ଚାଲନ୍ତୁ ଏଠି ଶେଷ କରିବା ସାଙ୍ଗମାନେ। ମାନେ ଦିନେ ଦିନେ ମୁଁ ଭିଡ଼ିଓ ଶେଷ କରିପାରୁନି, କରେଣ୍ଟ ପଳେଇ ଯାଉଛନ୍ତି, ମାନେ ପଳେଇ ଯାଉଛି। ତ ସେଥିପାଇଁ ମୁଁ ଶେଷ କରିପାରୁନି, ସେମିତି ହିଁ ଛାଡ଼ି ଦେଉଛି। ତ ଚାଲନ୍ତୁ ଏଠି ଶେଷ କରିବା। ସମସ୍ତଙ୍କୁ ଜୟ ଜଗନ୍ନାଥ, ଶୁଭରାତ୍ରି, ନମସ୍କାର।